ବାରିପଦା ସଦର ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରୁ ଚଢ଼ାଉ କରି ଦେଶୀ ମଦ ଓ ପଚ ଜବତ, 4 ଗିରଫ। ବେଆଇନ ଦେଶୀ ମଦ କାରବାର ରୋକିବାରେ ବାରିପଦା ସଦର ଅବକାରୀ ବିଭାଗକୁ ସଫଳତା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଥିବା ଦେଶୀ ମଦ ପ୍ରସ୍ତୁତ କରୁଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରି 238 ଲିଟର ଦେଶୀ ମଦ ଓ 2500 ଲିଟର ମହୁଲ ପଚ ଜବତ କରାଯାଇଛି। ଏହା ସହିତ 4 ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଳିଅଣା ଥାନା ଅନ୍ତର୍ଗତ ଆମ୍ବଡୁବି ଗ୍ରାମର ଚନ୍ଦ୍ରମୋହନ ସିଂ, ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର 5ର ରବି ସିଂ ଓ ଦୀପକ ମୁଖୀ ଏବଂ ବାରିପଦା ସଦର ଥାନା ଅନ୍ତର୍ଗତ ଗୁମୁଣ୍ଡି ଗ୍ରାମର ରଘୁନାଥ ସିଂ। ସୂଚନା ଅନୁଯାୟୀ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏନେଇ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୌରଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ସଦର ଅବକାରୀ ଥାନା ଟିମ୍ ମଙ୍ଗଳବାର ସିନ୍ଦୁରଗରା, ଝିଞ୍ଜିରିବନ୍ଧ, ଗୁମୁଣ୍ଡି, ବାଉଁଶବିଲା ଅଞ୍ଚଳରେ ଥିବା ଦେଶୀ ମଦ ପ୍ରସ୍ତୁତି କେନ୍ଦ୍ରରେ ଚଢ଼ାଉ କରି ଦେଶୀ ମଦ ଜବତ କରିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ପୃଥକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଗିରଫ 4 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ସମୟରେ ସଦର ଓଆଇସି ବ୍ରଜମୋହନ ମଲ୍ଲିକ, ଦେଉଳି ଓଆଇସି ପ୍ରଦୀପ କୁମାର ବେହେରା, ପ୍ରହ୍ଲାଦ ବିଶ୍ୱାଳ, ରଜନୀକାନ୍ତ ବେହେରା, ଦେବରାଜ ସାହୁ, ଦିବ୍ୟାଂଶୁ ପଣ୍ଡା, ସମୀର ରଞ୍ଜନ ଜେନା, ସବିତା ମହାନ୍ତ ଓ ପ୍ରଭାତୀ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ମଙ୍ଗଳବାର ଅପରାହ୍ନ 5ଟାରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।